ମୋ ନାଁ ପ୍ରମୋଦ କୁମାର ବିଶ୍ୱାଳ, ଗ୍ରାମ ବରାଇପୁର। କେମିତି କଣ ଅବସ୍ଥା ଅଛି? ଅବସ୍ଥା ମାନେ କଣ କହିବି, ମାନେ ଦୁଃଖ କହିଲେ ତ ପୁରା କାନ୍ଦି କାନ୍ଦି ହସେ। ରାତି ଦିନରେ ଖାଇବାର ନାହିଁ, ଦିନେ ରାତିରେ ଶୋଇବାର ନାହିଁ, ଦିନେ ଖାଇବା ନାହିଁ। କିନ୍ତୁ ଧାନ କିଲୋ ଆମେ ଯେଉଁ କିଣିଥିଲୁ 150 ଟଙ୍କା ଦେଇ, 100 ଟଙ୍କା 90 ଟଙ୍କା ଦେଇ କିଣିଥିଲୁ। ଏବେ 5 ଏକର ଜମି ପ୍ରମୋଦ କୁମାର ବିଶ୍ୱାଳର ନଷ୍ଟ ହେଇଛି। ବରାଇପୁର ଗ୍ରାମ ପଞ୍ଚାୟତ, ଭେଡ଼ା ପଞ୍ଚାୟତର 4 ଖଣ୍ଡି ଗାଁ ହେଉଛି ପୁରା ନଷ୍ଟ। କେଉଁ କେଉଁ ଗାଁ ନା, ବରାଇପୁର ହେଲା 1 ନମ୍ବର ଗାଁ, ଦ୍ୱିତୀୟରେ ହେଲା ରାମକୃଷ୍ଣପୁର, ତୃତୀୟରେ ହେଲା ନାପଟୁଆଁ, ଚତୁର୍ଥ ହେଲା ଭେଡ଼ା ସାଲେପୁର। ଭେଡ଼ାରେ ରବି ଫସଲ ପନିପରିବା ସେ ନଷ୍ଟ। ସେଥିପାଇଁ ଯାହା ହେଇଛି ବେଶୀ ଆମର ବେଶୀ ବାଧୁଛି ଚାଷୀମାନଙ୍କୁ। ଯେ ତଳି ଆମେ ଯେଉଁ ପକେଇଥିଲୁ ଯେତେ କଷ୍ଟ କରିକିରି, ଅବିକା ତଳି ନଷ୍ଟ ହେଇଗଲା। ଚାଷୀ ମଲେ ଦେଶ ମଲା। ସେଥିପାଇଁ ସରକାର ଆ ପାଇଁ ବିଚାର କ'ଣ କରିବା କଥା ତୁରନ୍ତ କଲେ ଚାଷୀ ଆମେ ବଞ୍ଚିକିରି ଟିକେ ସୁଖରେ ରହିବୁ। ଆପଣଙ୍କ ନାଁ? ମୋ ନାଁ ପ୍ରଭାତ କିଶୋର ନାୟକ, ଆମ ଘର ବରେଇପୁର ଭେଡ଼ା ପଞ୍ଚାୟତ। କେମିତି ଫସଲ ଅବସ୍ଥା ଅଛି ଆପଣଙ୍କ ଗାଁରେ? ଫସଲ ତ ତଳି ପକେଇଥିଲେ, ଧାନ ରୁଆ ରୁଇ ଆରମ୍ଭ ହେଇନଥିଲା। ତଳି ଗୁରା ପୁରା ବୁଡ଼ି ଯାଇଛି, ନଷ୍ଟ ହେଇଗଲା ସବୁ। 4-5 ଦିନ ହେଲା ପାଣି ରହିକି ରହିଛି। ଆଉ ପାଣି କୋଉଦିନ କମିବ ତା ଠିକ ନାହିଁ। ସରକାରଙ୍କୁ କଣ ନେଉଛନ୍ତି? ସରକାର ୟା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ବ୍ଲକ ବାଲା ବି କାଲି ଆସି ବୁଲିକି ଯାଇଛନ୍ତି କେମିତି କ'ଣ ପାଣି ହେଇଛି ବୋଲି। ଆଉ ତାପରେ ଏଗ୍ରିକଲଚର ବାଲା ବି ଆସି ଦେଖୁଛନ୍ତି। ଆଉ ଲୋକଙ୍କୁ କେମିତି ବିହନ ଦେଲେ କମ୍ ଶୀଘ୍ର, ଛୋଟ ବିହନ ଦେଲେ ଶୀଘ୍ର କେମିତି ତଳି ହେଇକିରି ରୁଆ ରୁଇ କରିବେ, ସେଇଟା ବ୍ୟବସ୍ଥା କଲେ ଟିକେ ଭଲ ହବ। ଆପଣଙ୍କ ନାଁ ଆଜ୍ଞା? ପ୍ରଶାନ୍ତ କୁମାର ଜଟ। କେତେ ନଷ୍ଟ ହେଇଛି? ଆଜ୍ଞା, ଭେଡ଼ା ପଞ୍ଚାୟତର 5 ଗୋଟି ଗ୍ରାମ ସମ୍ପୂର୍ଣ୍ଣ ରୂପେ ଚାଷ ଜମି ପ୍ରଭାବିତ ହେଇଛି। ଖାସ୍ କରି ଧାନ ଯେଉଁ ଲୋକମାନେ 100-150 ଟଙ୍କା କିଲୋ କିଣିକିରି ପକେଇଥିଲେ, ସେମାନଙ୍କର ସମ୍ପୂର୍ଣ୍ଣ ଧାନର ତଳି କିଛି ନାହିଁ। ପନିପରିବା ନଳିତା ଏବଂ ଫସଲ ଯେଉଁମାନେ କରିଥିଲେ ସେମାନଙ୍କର କିଛି ନାହିଁ। ନୂଆ ନୂଆ ଖବର ଜାଣିବା ପାଇଁ ଆମ LNTV କୁ ଲାଇକ୍, ସେୟାର ଓ ସବସ୍କ୍ରାଇବ କରନ୍ତୁ।